କି ନ୍ୟାୟ ମୁଁ ପାଇବି? ଯୋଉ ଦିଲ୍ଲୀରୁ ମାନବ ଅଧିକାର ସାର୍ ଆସିଥିଲେ ଆଉ ସମସ୍ତଙ୍କ ପାଖରେ ମୁଁ କାନି ପାତିକି ନ୍ୟାୟର ଭିକ୍ଷା ମାଗିଥିଲି, କିନ୍ତୁ ମତେ ସବୁଠୁ ମୁଁ ନିରାଶ ହେଲା ଭଳି ମତେ ଲାଗୁଥିଲା। ଆଉ ଦିଲ୍ଲୀରୁ ଯୋଉ ମାନବ ଅଧିକାର ସାର୍ ଆସିଥିଲେ, ସେ 5 ଦିନ ଯୋଉ ରହିଲେ, ଆଉ ତାଙ୍କୁ ବି ଦେଖିଲା ପୁଣି ମତେ କାହିଁକି ବହୁତ ଭୟ ବି ଲାଗିଲା। ମୁଁ ବି ତାଙ୍କ ଆଗରେ ମୋ ଦୁଃଖ ବି ମୁଁ କହି ବେଶୀ ପାରିଲିନି। କଣ ମୋର ହେଲା ମୁଁ କିଛି ଜାଣିପାରିଲିନି। ମୁଁ ତ ମୂର୍ଖ ଲୋକ, ଇଏ ଗାଁର ମଣିଷ। ତାଙ୍କ ପାଖରେ ମୁଁ ଧୈର୍ଯ୍ୟ ଧରିକିରି କାଠ ହେଇକିରି ବସିଥିଲି, କିନ୍ତୁ ତାଙ୍କୁ ମୁଁ କାନି ପାତିକି ବି ଭିକ୍ଷା ମାଗିନି। ହେଲେ ଯାହା ବି ହେଲେ ସିଏ ଦଣ୍ଡୁଆଲ ଗଙ୍ଗୁଆଲ ପାଖରୁ କିଛି ତାକୁ ପଚରାଉଚରା କରିବାକୁ ସାହସ କରିଛନ୍ତି, ପଚାରିଛନ୍ତି। ଏଟା ଟିଭିରେ ଦେଖେଇଛି। ମୋ ମନରେ ବି ଟିକେ ହେଲେ ବେଶୀ ଖୁସି ତ ମୋ ଜୀବନରେ ନାହିଁ, କିନ୍ତୁ ମାନବ ଅଧିକାର ସାର୍ ମତେ ଟିକେ ଖୁସି ଦେଇଛନ୍ତି। ଆଶା ବି ମୁଁ ଆଉ ତାଙ୍କ ପାଖରୁ ନିରାଶ ହେଇପାରୁନି। ଏଡିଜି ତଦନ୍ତ ଯୋଉ କରିଛନ୍ତି, ଖୁସି ତ ନାହିଁ, ତଥାପି ମୋର ଟିକେ ମାନବ ଅଧିକାର ସାର୍ ମାନଙ୍କ ଉପରେ ମୋର ଟିକେ ବିଶ୍ୱାସ ରହୁଛି। ଆଶା ଯୋଉ ନିରାଶା ମୁଁ ହେଇଯାଉଥିଲି, ମୁଁ ପୁଣି ଆଶାରେ ରହିଛି। ଜୀବନ ହାରିବି ବୋଲିକି ଯୋଉ ଭାବୁଥିଲି, ମତେ ପୁଣି ସେ ଭରସା ଦେଇଛନ୍ତି। କାହିଁକି ନା ଯୋଉ ଦୟାଲ ଗଙ୍ଗୁଆଲ ସାଥିରେ ସେ ତାଙ୍କୁ ପଚରାଉଚରା ଟିକେ କରିଛନ୍ତି, ମୁଁ ଶୁଣୁଛି। ସେଥିଲାଗି ମୋର ତାଙ୍କ ଉପରେ ଟିକେ ଭରସା ରଖି ମୁଁ ପୁଣି ବଞ୍ଚିବାକୁ ଆଶା କରୁଛି। କାଳେ ମୋ ପୁଅ ପାଇଁକି ତ ନ୍ୟାୟ କିଛି ଆଉ ନାହିଁ, କି ମୋ ପାଇଁକି ନ୍ୟାୟ କିଛି ନାହିଁ। ଯଦି ମତେ ମାନବ ଅଧିକାର ସାର୍ ନ୍ୟାୟ ଦେବେ, ଇଏ ସାରା ଭାରତର ପୁଅ ପାଇଁ, ସାରା ଭାରତ ଓଡିଶାବାସୀ ମା ପାଇଁକି। ତଦନ୍ତ ଯାହାଟା ମୁଁ କହୁଛି କରିବାକୁ, ସେଇଟା ହେଇପାରିବନି। ମାର ଇଚ୍ଛା ପୂରଣ ହେଇପାରିବନି। ମୋର ଇଚ୍ଛା ହଉଛି ଯେ ତାକୁ ଯଦି ମୋ ପାଖରେ ଖାଲି ଆଣିକି ଗୋଡ ହାତ ସେ ରାକ୍ଷସକୁ ବାନ୍ଧିକି ପକେଇ ଦିଅନ୍ତେ। ଯୋଉ 3 ଘଣ୍ଟା କରି ଯୋଉ ପୁଅର ମୁଣ୍ଡ ମୁଁ ଆଉଁସି ଦେଲେ ତାକୁ ନିଦ ଆସେଇ। ମୋ ଛୁଆର ଯେମିତି କଲବଲ କିରି ମାରିଛନ୍ତି ମୁଣ୍ଡକୁ, ତା ଅଥାନକୁ ମୁଁ ସେମିତି ଦୟାଲ ଗୋପାଳଙ୍କର ବଚା ହଉଛି ମୋର। 3 ଘଣ୍ଟା ପର୍ଯ୍ୟନ୍ତ ତାକୁ ମାରି 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 ପିଟି ପିଟି ତାକୁ ମାରିବା ପାଇଁ, ସେଇଟା କେବେ କସ୍ମିନ କାଳ ହବନି। କିନ୍ତୁ ଏତିକି ମୁଁ ମାନବ ଅଧିକାରଙ୍କୁ ସାର୍ଙ୍କୁ ଏତିକି କାନି ପାତି, ସେଦିନ ତ ମୁଁ ଆପଣଙ୍କୁ କିଛି କହିପାରିଲିନି ଭୟରେ। ମୁଁ ଭିକ୍ଷା ମାଗୁଛି, ନ୍ୟାୟର ଭିକ୍ଷା। ତାକୁ ଭିଡ ଦଫା ନଗାନ୍ତୁ, ଦୟାଲ ଗଙ୍ଗୁଆଲକୁ ଆଜୀବନ ଦଣ୍ଡ, କାରାଦଣ୍ଡ ତାକୁ ଦଣ୍ଡିତ କରନ୍ତୁ, ତାକୁ ଫାଶୀ ଦିଅନ୍ତୁ। ଆପଣଙ୍କୁ ମୁଁ ଏତିକି ଭିକ୍ଷା ମାଗୁଛି। ଖାଲି ଡାଏରୀ, ସେ ବହୁତ ଘର ସବୁ, ତା ବେଡରୁମ ଫେଡରୁମ, ତାର କଣ ମେଡିସିନ, କଣ କଣ ସେ ଖାଏ, ସେଗୁଡାକ ସବୁ ଖୋଜିଲେ, ଦେଖିଲେ। ଆଉ ସବୁ ଯାହାବି ନ ପାଇଲେ ବି ମୁଁ ତାଙ୍କୁ ଦେଲି। କାହିଁକି ନା ମୁଁ ଜାଣିଛି ମୋ ପୁଅ କିଛି ଖରାପ ଜିନିଷ ୟୁଜ କରେ ନାହିଁ। କାହିଁକି ନା ମତେ ଯେତେବେଳେ ମୋ ଦେହ ମୁଣ୍ଡ ବି ଟିକେ ଦୁର୍ବଳତା ଲାଗେ, ମୋ ପୁଅ ଯାହା ସବୁ ଖାଏ ମତେ କୁହେ ଯେ ବୋଉ ତୁ ଏଇଥିରୁ ଖାଇଦେ, ସବୁବେଳ ପାଇଁ କି ଖା। ମୁଁ ବି ଖାଏ ନାହିଁ। ମୁଁ 2-4 ଦିନ ଖଣ୍ଡେ ଖାଇଦିଏ, ତାପରେ ଆଉ ଖାଏ ନାହିଁ। ମୁଁ ଟିକେ ଖାଏ ନାହିଁ। ମୁଁ ଖାଲି ଡାଏଟ ଟା ନେଇଛନ୍ତି। ଆଉ ପଚରା ପଚରି କିଛି, ସେମିତି ଯାହା ଗୋଟେ ସମାଲୋଚନା ହେଇଛି। ମୋ ଦୁଃଖ ଏମିତି ତାଙ୍କ ପାଖେ ତ କାନିପାତି ଭିକ ମାଗୁଛି, ମୋ ଦୁଃଖ ତ ଏମିତି ଜଣଉଛି। ଆଉ ତାଙ୍କ ଉପରୁ ଭରସା ମୋର ତୁଟି ଯାଇଛି। ସେମାନେ ଜାଣିଛନ୍ତି, ମତେ ସେମାନେ ବି ପଚାରୁଛନ୍ତି
ଯେ କଣ ପାଇଁକି ଆମ ଉପରୁ ଆମେ କଣ କରିବୁ, ତମର ଆମ ଉପରୁ ଭରସା ତୁଟି ଯାଉଛି। ମୁଁ ବି ତାଙ୍କ ସାମ୍ନାସାମ୍ନି କହୁଛି, ଭିଡ ଦଫା ଯୋଉଠି ଆଖିରେ ଦେଖିଛ, ହାତରେ ଧରିଛ ପ୍ରମାଣକୁ, ଭିଡ ଦଫା ଲାଗୁନି। ମେନେ ମୁଖ୍ୟମୀ ଯିଏ ତାଙ୍କୁ ଧରା ହଉନି। ଯୋଉ ପ୍ରଥମରୁ ଝିଅ ଦିଟା ଥିଲେ ନା, ତାପରେ ସେ ଝିଅ ଦିଟାଙ୍କୁ ତ ଏପର୍ଯ୍ୟନ୍ତ ବି ଆଣୁନାହାନ୍ତି। ପ୍ରଥମରୁ ଯୋଉ ଲୋକ ସେଠି ଥିଲେ ତାଙ୍କୁ ତ ପଚରା ଉଚରା କରିବ, ତାଙ୍କୁ କହିଛି ତ, ଏମିତିରେ କହିଛି, ଲେଖା ଲେଖିକିରି କିଛି ନେଇନାହାନ୍ତି। ତାଙ୍କ ଲେଖା ସେ ଯାହା ଲେଖିକି ନେଲେ, ଏମିତି ଯୋଉ କଥା ଆମେ ହେଲୁ, ଏମିତି ଲେଖି ନାହାନ୍ତି କି ମୁଁ କହିଛି ସେ ଲେଖିଦେବେ, ସେ ଜାଣିଥିବେ, ମୁଁ ମୂର୍ଖ ଲୋକ, ମୁଁ କଣ ଜାଣେ। କହି ମ୍ୟାଡାମ ଦେଖୁଥିଲେ, ଆଉ ଯୋଉ ସାର୍ 2 ଜଣ ଆସିଥିଲେ, 3 ଜଣ, ତାଙ୍କୁ ଏମିତି ମୋ ଦୁଃଖ ଏମିତି କହୁଥିଲି, ଇଏ କରୁଥିଲି। ଆଉ କଣ, ଯଦି ତ ନ୍ୟାୟ, ସେ ଡାଏରୀଟା ମୋ ପୁଅର ହାତ ଲେଖା, ସେଇଟା ମୋ ପୁଅ ହାତ ଲେଖା ଡାଏରୀ ନେଇଛନ୍ତି। ହଁ, ତାପରେ ଆପଣଙ୍କୁ ଗୋଟେ କପି ଦେଇକି ଯାଇଛନ୍ତି? ଦେଇନାହାନ୍ତି, ଯାଇଛନ୍ତି, ଆସିବେ ଦବା ପାଇଁ କି କହିକି ଯାଇଛନ୍ତି, ଦେଇନାହାନ୍ତି। ଜେରକ୍ସ କରିକି ଆଣିକି ମତେ କପିଟା ଦେଲେ, ସେ ନେଇକି ଯିବେ।